ବର୍ତ୍ତମାନ ବର୍ତ୍ତମାନ ସମ୍ବଲପୁର ମାଟିର ସୁନାମଧନ୍ୟ ବରିଷ୍ଠ ସାମ୍ବାଦିକ ସୁଭାଷ ପାଣିଗ୍ରାହୀ ସାର୍ଙ୍କୁ ବର୍ତ୍ତମାନ ଆମେ ମା ସଣ୍ଡେ ଟିଭିକୁ ସ୍ୱାଗତ କରୁଛୁ ଭେଟୁଛୁ। ଆଜିର ଏହି କାର୍ଯ୍ୟକ୍ରମ ସନ୍ଦର୍ଭରେ ସାର୍ ଆପଣ ନିଜର ମତାମତ ଟିକେ ଦେବେ। ଆଜି ସମ୍ବଲପୁରର ସାମ୍ବାଦିକ ଭବନରେ ଗୀତାଞ୍ଜଳି ଷଡ଼ଙ୍ଗୀ ସ୍ମୃତି କମିଟି ତରଫରୁ ଗୀତାଞ୍ଜଳି ଷଡ଼ଙ୍ଗୀଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଉଛି। ଏଠି ମୁଁ ଯୋଗ ଦେଇ ନିଜକୁ ଧନ୍ୟ ମନେ କରୁଛି। ସମସ୍ତେ ସାଧାରଣତଃ ଶ୍ରାଦ୍ଧ ଦିବସ ଭୋଜି କରିକିରି ବ୍ରାହ୍ମଣ ଖୁଆ କରିକିରି କରସନ୍, ଆଉ କିନ୍ତୁ ଆଜି ଏହି ସ୍ମୃତି କମିଟି ଏଠି ଗୋଟେ କବିତା ପାଠ କରୁଛନ୍ତି। କବିତା ପାଠ କାହିଁ କରୁଛନ୍ତି ଯେ ଗୀତାଞ୍ଜଳି ଷଡ଼ଙ୍ଗୀ ଜଣେ ଟ୍ୟାଲେଣ୍ଟେଡ୍ ଆର୍ଟିଷ୍ଟ ଥିଲେ, କବି ଥିଲେ। ସେ କବିକୁ ମନେ ରଖିବାକୁ ହେଲେ କବିତା ପାଠ ନିତାନ୍ତ ଆବଶ୍ୟକ, ଡ୍ରାମା ନିତାନ୍ତ ଆବଶ୍ୟକ। ଏମାନେ କମ୍ପିଟିସନ୍ କରିଥିଲେ, ସେ ଏ ବାବଦରେ ତାଙ୍କ ନାଁରେ ଆଉ ଯେଉଁମାନଙ୍କୁ ପ୍ରାଇଜ୍ ପାଇଛନ୍ତି, ପ୍ରଥମ ଦ୍ୱିତୀୟ ହେଇଛନ୍ତି, ତାଙ୍କୁ ଆମେ ପୁରସ୍କାର କଲୁ ଏବଂ ଗୀତାଞ୍ଜଳି ଷଡ଼ଙ୍ଗୀଙ୍କ ନାଁରେ ଆଜି ଏଠି କବିତା ପାଠ ହେଉଛି। ଆଉ ଏ କବିତା ପାଠ ବହୁତ ମାନ୍ୟଗଣ୍ୟ କବି ଆସିଛନ୍ତି, ସେମାନେ କବିତା ପାଠ କରିବେ। ଆଉ ତାଙ୍କୁ ଏଇ କବିତା ପାଠଟା ହିଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଁ ମନେ କରୁଛି। ଧନ୍ୟବାଦ ସାର୍। रासलीलार कथा, आसाराम बापू मानकर कथा, पूरी पंडार कथा की मौलाना मानकर कथा, माँ माटीर ना करा कथा की जवान मानकर बुलबुलार कथा, मनुष्यर कथा की मनुष्य पनियार कथा, भात मुठेर कथा की माइट मुठेर कथा, केन कथा के नहीं कविता, कहाँ लगी कविता? जीवनार चमक सखालु सखालु देख चोरई उड़ी गलानो, सखालु सखालु देख चोरई उड़ी गलानो, रंगीन प्रजापति के देख रंग मखई करी गलानो, जेन दिन तुई घर करी मोर हुरुद भितरे, जेन दिन तुई घर करी मोर हुरुद भितरे।